ଶ୍ରଦ୍ଧାରେ କୁହନ୍ତୁ ଜୟ ମା ଲକ୍ଷ୍ମୀ, ଜୟ ମା ସରସ୍ୱତୀ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆମର ଏହି ଚ୍ୟାନେଲକୁ। ବନ୍ଧୁଗଣ, ଆପଣମାନେ କିପରି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ ଏବଂ ଏହା ସହିତ ଆପଣଙ୍କ ଭାଗ୍ୟରେ କ'ଣ ଘଟିବାକୁ ଯାଉଛି ତାହା ଆଜି ଆମେ ଜାଣିବା। ଆଜିର ଏହି ଭିଡ଼ିଓ ଏକ ସାଂଖ୍ୟିକ ଭବିଷ୍ୟତ ଟିପ୍ପଣୀ ଅଟେ। ଆପଣଙ୍କ ଚିନ୍ତାକୁ ଏହି ଭିଡ଼ିଓ ଦୂର କରିଦେବ। ଆଗାମୀ ସମୟ ଆପଣଙ୍କ ପାଇଁ କିପରି ରହିବ ତାହା ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ଦର୍ଶକ ବନ୍ଧୁ, ଏହି ସ୍କ୍ରିନରେ ଯେଉଁ ଦୁଇଟି ଦେବୀଙ୍କର ଚିତ୍ର ଅଛି, ସେଥିମଧ୍ୟରୁ ଗୋଟିଏ ସଂଖ୍ୟାର ଦେବୀଙ୍କୁ ବାଛନ୍ତୁ। ସେହି ଦେବୀଙ୍କ ଅନୁସାରେ ଆମେ ଯେଉଁ ଭବିଷ୍ୟତ ବାଣୀ କହିବୁ ତାହା ଆପଣ ଜାଣିପାରିବେ। ଏହା ହେଉଛି ସାଂଖ୍ୟିକ ଗଣନା। ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ମନଧ୍ୟାନ ଦେଇ ଶୁଣନ୍ତୁ। ତେବେ ଦର୍ଶକ ବନ୍ଧୁ, ପ୍ରଥମ ସଂଖ୍ୟାରେ ଦେବୀ ଲକ୍ଷ୍ମୀ ଅଛନ୍ତି ଏବଂ ଦ୍ୱିତୀୟରେ ମା ସରସ୍ୱତୀ ଅଛନ୍ତି। ତେବେ ଦର୍ଶକ ବନ୍ଧୁ, ଆପଣ ଯେକୌଣସି ଦେବୀଙ୍କୁ ସ୍ମରଣ କରି ଗୋଟିଏ ସଂଖ୍ୟା ବାଛନ୍ତୁ। ଆପଣଙ୍କୁ 5 ସେକେଣ୍ଡର ସମୟ ଦିଆଗଲା। ଆପଣ ଯଦି ସଚ୍ଚା ହୃଦୟରୁ ଈଶ୍ୱରଙ୍କୁ ଭକ୍ତି କରନ୍ତି, ବିଶ୍ୱାସ କରନ୍ତି, ତେବେ ଏହି ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ମା ସରସ୍ୱତୀ ଅବଶ୍ୟ ଲେଖିଦିଅନ୍ତୁ। ତେବେ ଆସନ୍ତୁ ଜାଣିବା, ଆପଣ ଯଦି 111 ସଂଖ୍ୟାଟିର ଦେବୀଙ୍କୁ ବାଛିଛନ୍ତି, ତେବେ ଦର୍ଶକ ବନ୍ଧୁ, ଏହା ହେଉଛି ଆପଣଙ୍କର ଆଞ୍ଚଲ ନମ୍ବର 111। ଏହି ସଂଖ୍ୟା ଅନୁସାରେ ଆପଣ ଏବେ କୌଣସି ଚିନ୍ତାରେ ଅଛନ୍ତି? ଆପଣ ବର୍ତ୍ତମାନ ଏପରି ଚିନ୍ତାରେ ଅଛନ୍ତି ଯେଉଁଥିରୁ ଆପଣ ବାହାରି ପାରୁନାହାନ୍ତି। ଗତ କିଛି ଦିନ ହେଲାଣି ଆପଣ ମାନସିକ ଅଶାନ୍ତିରେ ଗତି କରୁଛନ୍ତି। ବହୁତ କଷ୍ଟ ପୀଡ଼ା ମଧ୍ୟ ଭୋଗ କରୁଛନ୍ତି। ଯାହା ବିଷୟରେ ଆପଣ ବହୁତ ଚିନ୍ତା କରୁଛନ୍ତି, ସେଥିରୁ ଆପଣଙ୍କୁ କଷ୍ଟ ହିଁ ମିଳୁଛି। ହେଲେ ସେଥିରୁ ଆପଣ ମୁକୁଳି ପାରୁନାହାନ୍ତି। ସେଥିରୁ ମୁକୁଳିବା ପାଇଁ ଆପଣ ସ୍ପିରିଚୁଆଲିଟି ହେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଆପଣ ଈଶ୍ୱରଙ୍କୁ ପ୍ରାର୍ଥନା ମଧ୍ୟ କରୁଛନ୍ତି। ମନେ ରଖନ୍ତୁ, ଆପଣ ଯେତେ ଦୁଃଖ କଷ୍ଟରେ ରହିଲେ ବି ଈଶ୍ୱର ଅବଶ୍ୟ ଆପଣଙ୍କ ଡାକ ଶୁଣିବେ। କୌଣସି ଲକ୍ଷ୍ୟ ହାସଲ ନିମନ୍ତେ ଆପଣ ଯଦି ଚେଷ୍ଟା କରୁଛନ୍ତି, ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣ ଇଚ୍ଛାକୁ ପୂରଣ କରିବା ପାଇଁ ଯେଉଁ ପ୍ରାର୍ଥନା କରୁଛନ୍ତି, ଈଶ୍ୱରଙ୍କ ନିକଟରେ ତାହା ସତ୍ୟ ହେବାକୁ ଯାଉଛି। ଆପଣ ନିଜର ମନର କଥାକୁ କାହାକୁ କହିବା ପାଇଁ ଚାହୁଁଛନ୍ତି, ହେଲେ କହିପାରୁନାହାନ୍ତି। ବ୍ୟର୍ଥ ସମୟ ନଷ୍ଟ ନ କରି ଆପଣଙ୍କ ମନରେ ଯାହା ବି ଅଛି ଖୋଲିକି କହିଦିଅନ୍ତୁ। ଆପଣ ଅନ୍ୟକୁ ବହୁତ ଶୀଘ୍ର ବିଶ୍ୱାସ କରି ନିଅନ୍ତି। ସେଥିପାଇଁ ଆପଣ ଧୋକାର ଶିକାର ମଧ୍ୟ ହୋଇଛନ୍ତି। ହେଲେ ଆପଣ ବହୁତ ନିର୍ମଳ ହୃଦୟର ମଣିଷ ଅଟନ୍ତି। ତେବେ ଦର୍ଶକ ବନ୍ଧୁ, ଆପଣ ଜମା ବି ଚିନ୍ତା କରନ୍ତୁ ନାହିଁ। ଏହି ସମୟରେ ମନ ଭିତରେ ଧୈର୍ଯ୍ୟ ରଖନ୍ତୁ। ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଶୁଭପ୍ରଦ ଅଛି। ଆପଣଙ୍କର ଜୀବନରେ ଆପଣ ସଫଳତାର ପାହାଡ଼ ଛୁଇଁବେ। ଆପଣଙ୍କର ପାରିବାରିକ ସମ୍ପର୍କରେ ସୁଧାର ଆସିବ। ଆପଣ ଯେଉଁ ମାନସିକ ଅଶାନ୍ତି ଦେଇ ଗତି କରୁଥିଲେ, ଏବେ ତାହା ଦୂର ହେବାକୁ ଯାଉଅଛି। ଆପଣ ଯାହା ସହିତ ପ୍ରେମ ସମ୍ପର୍କରେ ରହିବା ପାଇଁ ଯାଉଛନ୍ତି, ଆପଣଙ୍କ ପାର୍ଟନର ଉଚ୍ଚ ପଦାଧିକାରୀ ହୋଇଥିବେ। ଆଗାମୀ ସମୟରେ ଏହି ସମ୍ପର୍କ
ଆପଣଙ୍କର ଏକ ନୂତନ ରାସ୍ତା ପ୍ରଦାନ କରିବ। ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ କେୟାର କରିବେ। ଆପଣଙ୍କ ମଧ୍ୟରେ ବଣ୍ଡିଂ ବହୁତ ଭଲ ରହିବ। ତେବେ ଦର୍ଶକ ବନ୍ଧୁ, କ୍ୟାରିୟର କଥା ହେବା ତ କ୍ୟାରିୟର କଥା ଚିନ୍ତା କରନ୍ତୁ ନାହିଁ। ଆପଣଙ୍କର କ୍ୟାରିୟର ଆଗାମୀ ସମୟରେ ବହୁତ ଭଲ ଅଛି। କିଛି ବି ଖରାପ ଚିନ୍ତା ଆପଣଙ୍କ ମୁଣ୍ଡକୁ ଆଣନ୍ତୁ ନାହିଁ। ତେବେ ଦର୍ଶକ ବନ୍ଧୁ, ଆପଣ ଯଦି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ୍ କରୁଛନ୍ତି ବା ଇଣ୍ଟରଭ୍ୟୁ ପାଇଁ ପ୍ରିପାରେସନ୍ କରୁଛନ୍ତି, ତେବେ ଧୈର୍ଯ୍ୟର ସହ କରିଚାଲନ୍ତୁ। ଆଗାମୀ ସମୟ ଆପଣଙ୍କର ସପକ୍ଷରେ ଅଛି। ଏବଂ ସବୁଠାରୁ ବଡ଼ କଥା ହେଲା, ମନୁଷ୍ୟର ପରିଶ୍ରମର ଫଳ ଦିନେ ନା ଦିନେ ନିଶ୍ଚୟ ପ୍ରାପ୍ତ ହୋଇଥାଏ, ସେ ଯେଉଁ ବାଟେ ହେଉନା କାହିଁକି। କାରଣ ଈଶ୍ୱର କେବେ ବି କର୍ମର ଫଳରୁ ଆମକୁ କେବେ ବି ନିବୃତ୍ତ ରଖନ୍ତି ନାହିଁ। ଯଦି ଆମେ ଭଲ କର୍ମ କରିଛେ ଆଉ ପରିଶ୍ରମ କରିଛେ, ତାହାର ଫଳ ଆମକୁ ନିଶ୍ଚିନ୍ତ ପ୍ରାପ୍ତ ହେବ। ଆପଣ ସର୍ବଦା ଅନ୍ୟମାନଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତି। ଆପଣ ପଶୁପକ୍ଷୀମାନଙ୍କୁ ବହୁତ ଭଲ ପାଆନ୍ତି। ଆପଣ ପ୍ରକୃତିକୁ ବହୁତ ଭଲ ମଧ୍ୟ ପାଆନ୍ତି। ଆମର ଚାରିପଟରେ ଯେଉଁ ପ୍ରକୃତି ଅଛି, ସେ ହେଉଛନ୍ତି ଆମର ଭାଗ୍ୟ ଦେବୀ। ତେଣୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସିଓର ସାଥ ଦେବ। ଆପଣ ହେଉଛନ୍ତି ଧାର୍ମିକ ବ୍ୟକ୍ତି। ଆପଣ ସର୍ବଦା ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି। ଆପଣ ସର୍ବଦା ପାରିବାରିକ ପ୍ରେମୀ ବା ଯତ୍ନଶୀଳ ଅଟନ୍ତି। ଆପଣ ଦିନେ ନିଜ ପରିବାରର ନାମ ରଖିବେ ଏବଂ ପାରିବାରିକ ଜୀବନ ମଧ୍ୟ ଆଗାମୀ ସମୟରେ ସଫଳ ଅଛି। ଆପଣଙ୍କର ଗଭର୍ଣ୍ଣମେଣ୍ଟ ଜବ୍ ହେବାର ଯୋଗ ଦେଖାଯାଉଛି। ଯଦି ଆପଣ ପ୍ରାଇଭେଟ୍ ଜବ୍ କରୁଛନ୍ତି, ତେବେ ଆପଣଙ୍କର ପ୍ରମୋସନ୍ ହେବାର ଯୋଗ ଗଣୁଅଛି। ଯଦି ଆପଣ କେଉଁଠାରୁ ଧାର କରଜ ଆଣିଥିଲେ, ତାହା ଶୁଝିବାର ସମୟ ବନୁଛି। ଏହି ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଶୁଭପ୍ରଦ ଅଛି। ଆପଣ ଜଣେ କର୍ମଯୋଗୀ ମଣିଷ ଅଟନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣ ସଚ୍ଚୋଟ ଅଟନ୍ତି। ଆପଣଙ୍କର ବୈବାହିକ ସମୟ ଆଗକୁ ଭଲ ରହିବ। ଆପଣ ଯଦି ମ୍ୟାରେଜ୍ କରିନାହାନ୍ତି, ତେବେ ଆପଣଙ୍କ ଜୀବନରେ କୌଣସି ନୂତନ ବ୍ୟକ୍ତି ଆସିବାର ଯୋଗ ବନୁଅଛି। ଯଦି ଆପଣ ସଂଖ୍ୟା 2 ବା ଦେବୀ ସରସ୍ୱତୀଙ୍କୁ ବାଛିଛନ୍ତି, ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଅଛି। ବିଶ୍ୱାସ ରଖନ୍ତୁ, ଆଗକୁ ଆର୍ଥିକ ସ୍ଥିତି ଠିକ୍ ହୋଇଯିବ। କାହିଁକି ନା ମା ସରସ୍ୱତୀଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଅଛି। ଯଦି କେହି ଆପଣଙ୍କଠାରୁ ଧାର କରଜ ନେଇଥିଲେ, ସେ ମଧ୍ୟ ଶୁଝିବାର ସମୟ ଆସୁଛି। ଦର୍ଶକ ବନ୍ଧୁ, ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ କର୍ମପ୍ରାପ୍ତିର ଯୋଗ ବନୁଛି। ଯଦି ବିଜନେସ୍ ବେପାର ବାଣିଜ୍ୟ କରୁଛନ୍ତି, ପ୍ରତିଦିନ ଆୟରେ ମଧ୍ୟ ବୃଦ୍ଧି ହେବାର ଯୋଗ ବନୁଅଛି। ଆପଣଙ୍କ ହୃଦୟ ବହୁତ ସଫା। ଆପଣଙ୍କ ମନରେ କେବେ ବି କୌଣସି କଥା ଲୁଚି ରହେନା, ଯେଉଁଥିପାଇଁ ଲୋକମାନେ ଆପଣଙ୍କର ଫାଇଦା ଉଠାନ୍ତି। ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ ଗୋଟିଏ ଅନୁରୋଧ, ଆପଣ ନିଜ ସଫଳତାକୁ କାହାକୁ ବି ପରିପ୍ରକାଶ କରନ୍ତୁ ନାହିଁ। ନଚେତ୍ ଆପଣଙ୍କ ସଫଳତାରେ ନଜର ଲାଗିପାରେ। ଆପଣ ଜଣେ ଭଲ ମଣିଷ ଅଟନ୍ତି। ବହୁତ ଜଣ ଆପଣଙ୍କୁ କେହି ବୁଝିପାରନ୍ତି ନାହିଁ। ଆପଣ ଯେତେ ଚେଷ୍ଟା କଲେ ବି ନିଜର କଥାକୁ, ନିଜର ଚିନ୍ତାଧାରାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିପାରନ୍ତି ନାହିଁ, ଯାହାଫଳରେ ଆପଣ ସାରା ଜୀବନ କଷ୍ଟ ଅନୁଭବ କରନ୍ତି।
ନିଜକୁ ଏକୁଟିଆ ଅନୁଭବ କରନ୍ତି। ମନେ ରଖନ୍ତୁ, ଆପଣଙ୍କ ସହିତ ଈଶ୍ୱର ଅଛନ୍ତି, ମା ଲକ୍ଷ୍ମୀ ଅଛନ୍ତି। ଆପଣ ସବୁକିଛି କରିପାରିବେ। ମନେ ରଖନ୍ତୁ, ଆପଣଙ୍କ ଚାରିପାର୍ଶ୍ୱରେ ଯେଉଁ ଲୋକ ଅଛନ୍ତି ସେମାନେ ହୁଏତ ଆପଣଙ୍କୁ ବୁଝିପାରୁନାହାନ୍ତି, କିନ୍ତୁ ଗୋଟିଏ ଦିନ ଆସିବ ଆପଣ ଶ୍ରେଷ୍ଠତାର ଉପରେ ଥିବେ। ମନେ ରଖନ୍ତୁ, ଆପଣ ସବୁକିଛି କରିପାରିବେ। ତେଣୁ ନିଜର ସୁଖ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତୁ ନାହିଁ। ଦର୍ଶକ ବନ୍ଧୁ, ଯଦି ଆପଣଙ୍କର କ୍ୟାରିୟର କଥା ହେବା, ତ ଆପଣଙ୍କର କ୍ୟାରିୟର ବହୁତ ଭଲ ଅଛି। ଯାହା ବି ଆପଣ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳତା ପ୍ରାପ୍ତ କରିବେ ଏବଂ ପୁରା ଫୋକସରେ କରନ୍ତୁ ସେହି କାର୍ଯ୍ୟକୁ। ଆପଣ ସଫଳତାର ଶ୍ରେଷ୍ଠରେ ପହଞ୍ଚିଯିବେ। ଆପଣ ନରମ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଆପଣ ଅଧିକ ଚିନ୍ତା କରନ୍ତି ନାହିଁ। ଆପଣ ଯେଉଁ କାର୍ଯ୍ୟ ହାତକୁ ନିଅନ୍ତି ତାହାକୁ ନିଜର ଭାବିକି ପୂରା କରନ୍ତି। ଆପଣଙ୍କ ପାଖରେ ଲିଡରସିପ୍ କରିବାର ଦକ୍ଷତା ଅଛି। ସେହିଭଳି ସ୍ୱଭାବ ଆପଣଙ୍କ ପାଖରେ ଦେଖାଯାଉଛି।